ଆମର ଦେବଦେବୀ ବି ନାହାନ୍ତି କୋଉଥରେ, ଆମର ବେଦରେ ବି। ଆଜ୍ଞା ବେଦରେ ଦେବଦେବୀଙ୍କି ପ୍ରକୃତିର ଶକ୍ତି କି ଦେବଦେବୀ ହିସାବରେ କଳ୍ପନା ପ୍ରକୃତିକୁ ପୂଜା କରନ୍ତି। ପ୍ରକୃତିର ବିଭିନ୍ନ ଶକ୍ତି ଯୋଉ ଅଗ୍ନି, ବାୟୁ, ବର୍ଷା ଏଗୁଡାକୁ ଗୋଟେ ଦେବଦେବୀଙ୍କ ନାଁରେ ଆଜ୍ଞା ପୂଜା ତ କରାହଉନଥିଲା, ଯଜ୍ଞରେ କେବଳ ଆହୁତି ଦିଆହଉଥିଲା ତାଙ୍କ ନାଁ ଧରିକିରି। ତାଙ୍କର କିଛି ରୂପ ନାହିଁ କି ତାଙ୍କର ମୂର୍ତ୍ତି ନାହିଁ କି ତାଙ୍କର ପୂଜା ନାହିଁ, କିନ୍ତୁ ତାଙ୍କୁ ପ୍ରକୃତିର ଗୋଟେ ଗୋଟେ ଶକ୍ତି କି ଗୋଟେ ଗୋଟେ ନାଁ ଦିଆ ହେଇଥିଲା ଇନ୍ଦ୍ର। ଇନ୍ଦ୍ର ହଉଛନ୍ତି ବର୍ଷା ପାଣିର ପ୍ରତୀକ। ଆଜ୍ଞା ଏମିତି ସବୁ ବରୁଣ, ଅଗ୍ନି ସବୁ ତ ସେମିତି ପ୍ରକୃତିର ଶକ୍ତି କି ତାଙ୍କ ନାଁରେ କେବଳ ଆହୁତି ଦିଆହଉଥିଲା ଯଜ୍ଞରେ, ସେତିକି ସୀମିତ। ତଥାପି ଏଇଟା ଗୋଟେ ଲୋକଙ୍କୁ ଆକର୍ଷଣ କରୁଥିଲା। ମହାଯାନରେ ସେମାନେ ବୁଦ୍ଧଙ୍କୁ ହିଁ ଲୋକତର ବୋଲି ତାଙ୍କଠି ଦେବତ୍ୱ ଆରୋପ କଲେ। ତାଙ୍କର ମୂର୍ତ୍ତି ଫୂର୍ତ୍ତି ପୂଜା କରିବା, ତାଙ୍କର ବିଭିନ୍ନ ଜିନିଷ ମାନେ ମହାଯାନରେ। ବୁଦ୍ଧିଜିମ୍ ପୂର୍ବରୁ ତାହେଲେ ମୂର୍ତ୍ତି ପୂଜା ହଉନଥିଲା? ନାଇଁ ମୂର୍ତ୍ତି ନଥିଲା। ଆମର ତ ହିନ୍ଦୁ ଧର୍ମରେ ବି ନଥିଲା, ବୌଦ୍ଧ ଧର୍ମରେ ବି ନଥିଲା, କୋଉଠି ମୂର୍ତ୍ତି ଫୂର୍ତ୍ତି କିଛି ନାହିଁ।